କଣ ଆପଣ ଜାଣିଛନ୍ତି ମହାଦେବଙ୍କୁ କାହିଁକି ମାଂସ ଚଢ଼ାଇ ଦିଆଯାଇଥିଲା? ଦେଖନ୍ତୁ, ଗୋଟିଏ ସମୟର କଥା। ଗୋଟିଏ ଶିକାରୀ ଥିଲା ଯାହାର ନାମ ଥିଲା କର୍ଣ୍ଣପ। ସେ ବହୁତ ମାସୁମ ଥିଲା, କିନ୍ତୁ ସବୁବେଳେ ଶିବଙ୍କ ପୂଜାରେ ଲାଗି ରହୁଥିଲା। ଦିନସାରା ଶିକାର କରୁଥିଲା ଓ ଯେଉଁ ମାଂସ ଟିକକ ମିଳୁଥିଲା ତାକୁ ଶିବଲିଙ୍ଗରେ ଚଢ଼ାଇ ଦେଉଥିଲା। ନା ତାର ପୂଜାବିଧିର ଜ୍ଞାନ ଥିଲା, ନା ମନ୍ତ୍ରର, ବାସ୍ କେବଳ ସଚ୍ଚା ଭାବ ଥିଲା। ସେ ଦିନେ ଦେଖିଲା ଯେ ଶିବଲିଙ୍ଗର ଗୋଟିଏ ଆଖିରେ ରକ୍ତ ବହୁଛି। ଏହା ଦେଖି ସେ ବ୍ୟାକୁଳ ହୋଇଗଲା ଓ କହିଲା, ପ୍ରଭୁ, ଆପଣଙ୍କୁ କଷ୍ଟ ହେବ ଓ ଏହା ମୁଁ କେମିତି ସହିପାରିବି? ଏହା କହି କର୍ଣ୍ଣପ ନିଜ ଆଖିକୁ କାଢ଼ି ଶିବଲିଙ୍ଗରେ ଚଢ଼ାଇ ଦେଲା। ରକ୍ତ ବନ୍ଦ ହୋଇଗଲା, କିନ୍ତୁ କିଛି ସମୟ ପରେ ପୁଣି ଶିବଲିଙ୍ଗର ଆଉ ଗୋଟିଏ ଆଖିରୁ ରକ୍ତ ଝରିବାର ଦେଖିଲା। କର୍ଣ୍ଣପ ତାର ଯେଉଁ ବଞ୍ଚିଥିବା ଆଖିକୁ ପୁଣି କାଢ଼ି ଶରରେ ଲଗାଉଥିଲା। ଏହା ଦେଖି ମହାଦେବ ସେଠାରେ ପ୍ରକଟ ହେଲେ ଓ କହିଲେ, ମୁଁ ତୋର ସଚ୍ଚା ଭକ୍ତିରେ ପ୍ରସନ୍ନ ହୋଇଛି। ତତେ ଭକ୍ତ ଶ୍ରେଷ୍ଠ କର୍ଣ୍ଣପା କୁହାଯିବ, ଯିଏକି ପୂଜାବିଧି ଭୁଲି ଯାଇପାରେ କିନ୍ତୁ ଭାବ ଭୁଲେ ନାହିଁ। ଆପଣ ଯଦି ମହାଦେବଙ୍କ ଗୋଟିଏ ସଚ୍ଚା ଭକ୍ତ, ତେବେ ଭକ୍ତିରେ ଲେଖନ୍ତୁ ହର ହର ମହାଦେବ।